କାଲି ଟ୍ରେନରେ ଆଇଲୁନୁ କି ମାନେ କଣ କହିବି ତମେ ବରଂ ଦେଖିଲେ ଭଲ ଜାଗାରେ ଥିଲ ଆଉ ତୁ କୋଉଠି ମୁଁ କଣ କହିବି ଲାଟ୍ରିନ୍ ନାଇଁ ଲାଟ୍ରିନ୍ ଯୋଉଠି ଜଏଣ୍ଟ ହଉଛି ଟ୍ରେନର ସେଇଠି ମୁଁ ଶୋଇଥିଲି ହେଲା ମାନେ ହଁ ବୁଗିର ଏକା ସେକେଣ୍ଡ ସେପଟେ ବୁଗି ଏପଟେ ଆଉ ଗୋଟେ ବୁଗି ମଝିରେ ଶୋଇଥିଲି ମାନେ ଲାଟ୍ରିନ୍ ର ଯୋଉ ଗନ୍ଧ ଏବେ ବି କିଡନୀ ବଥ ହଉଛି ଜାଣିଛୁ ହଁ ରେ ତାପରେ କଣ ହେଇଛି ଜାଣିଛୁ ହେଲେ ଟାଇମ ଦେଖିଲି 7ଟା ଅଧେ ହେଇଛି ପ୍ରବଳ ଭୋକ ଲାଗୁଛି ଆଉ ସେ ଗନ୍ଧ ଫନ୍ଧ ଛାଡ ମୁଁ ତ ଭୋକରେ ରହିପାରିବିନି କି ଭୋକର ସମ୍ଭାଳି ପାରିବିନି ଗୋଟେ ଓଳି ହଉ କି ଗୋଟେ ଦିନ ହଉ ସମ୍ଭାଳି ପାରିବିନି ସେଥିପାଇଁ କଣ କଲି ବାଧ୍ୟ ହେଇକି ଖାଇଲି ଆଉ ସେ ପୁଅ ଗୁଡାକ ମାନେ ଚମିନ ଭଳିଆ ଦେଖା ଯାଉଥିଲା କଣ କର ବାଧ୍ୟ ହେଇକି ଖାଇଲି ଛାଡ ଖାଇସାରିଲି ହେଲେ ଶୋଇଲି ଡାଇରେକ୍ଟ 2:45 ଉଠିଲି ଆଉ ଉଠିଲି ସେ ଭିତରୁ ତା ପୂର୍ବରୁ କଣ ହେଇଛି ଜାଣିଛୁ ନ ଉଠିବା ପୂର୍ବରୁ ହେଲେ ଯେତେବେଳେ ସେଇଟା ମୁଁ ମାନେ ଭାତଟା ଖାଇଦେଲି ଖାଇଦେବାରୁ 12ଟା ରାତି ହେଇଥିବ କି 2ଟା ରାତି ହେଇଥିବ ମୁଁ କହିପାରିବିନି ହେଲେ ପୁରା ଭୟଙ୍କର ଗୋଟେ ପାଡ଼ ବାହାରିଲା ଆଉ ମୋ ପାଖରେ ଜଣେ ଶୋଇଥିଲା ହେଲା ନା ଗରମ ହବାରୁ ଘୋଷୁ କିନା ଗଲା ଆଉ ଯିବାର କଣ ହେଇଛି ଜାଣିଛୁ ତ ସିଏ ପୁରା ଉଠିଲା ଛିଞ୍ଚତର ମତେ ଗାଳି କରୁଛି ମୁଁ ହସୁଛି କଣ ପାଇଁ ହସୁ ଜାଣିଛୁ ଆବେ ସେ ଜଏଣ୍ଟ ର ଖାଲି ଡଡ ଶୁଣିଲେ ତ କଣ ଗୋଟେ ରାଗିବୁ ନ ଶୁଣିନୁ କିଛି ନାହିଁ କଣ କହୁଛି ସେ ତା ବାଟର ଆଗ ଜଣା ପଡା ରାଗରେ କହୁଛି କହିକି କିନ୍ତୁ କିଛି ଶୁଭା ଯାଉନି କଣ କରିବୁ ଆଗ ମୁଁ ହସୁଛି ଆଉ ମାତ୍ର ଟିକେ ପାଡ଼ ଥିଲା ସେଇଟା ଛିଞ୍ଚତର ଆଉ ଏତେ ନିଦରେ ଥିଲା ପାପରେ ବାବୁ ଖୁସି ତତେ ଖୁସି ଲାଗୁଛି ଖୁସି କଥା ନାହିଁ ଯେ ଗୋଟେ କଣ କରିବୁ ପାଡ଼ ଗୋଟେ ଆଉ ସେଇଟା ଆକ୍ଚୁଆଲି ନାଇଁ କି ମିକ୍ସ ପାଡ଼ କଣ ଜାଣିଛୁ ଖାଇଲି ସେଇଟାର ପାଡ଼ ତାପରେ ଆଉ ଇଏ ଯୋଉ ଦୁର୍ଗନ୍ଧର ଯୋଉ ଚମିନ ଭଳିଆ ଦେଖା ଯାଉଥିଲା ଭାସୁଥିଲା ସେଇଟା ମିକ୍ସ ହେଇ ମାନେ ସେଇଟା ବାସ୍ନା ପାଇଥିଲା ଏଇଟା ଖାଇଲି ଖାଦ୍ୟ ମିକ୍ସ ହେଲା ନିଆଁ ପାଡ଼ ଆଉ ये वीडियो बना ये वीडियो बने